ଅହଙ୍କାର ଆଉ ଅନ୍ୟାୟ ଯେତେ ଶକ୍ତିଶାଳୀ ହେଉ, ଶେଷରେ ସତ୍ୟ ଆଉ ଧର୍ମର ହିଁ ବିଜୟ ହୁଏ। ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର କାହାଣୀଟିଏ। ପୁରାଣର କଥା ଅନୁସାରେ ମହିଷାସୁର ନାମକ ଜଣେ ଅସୁର ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ସେ ଦେବତା ଆଉ ମଣିଷମାନଙ୍କୁ ବହୁତ ହଇରାଣ କରୁଥିଲା। ତାର ଅତ୍ୟାଚାରରେ ସମସ୍ତେ ଦୁଃଖିତ ହୋଇ ଦେବତାମାନଙ୍କ ନିକଟରେ ପ୍ରାର୍ଥନା କଲେ। ଦେବତାମାନଙ୍କ ଶକ୍ତିରୁ ମା ଦୁର୍ଗା ପ୍ରକଟ ହେଲେ। ସେ ସିଂହ ଉପରେ ବସି ମହିଷାସୁର ବିରୋଧରେ ଯୁଦ୍ଧ କଲେ। ଦୀର୍ଘ ସମୟ ଧରି ଭୟଙ୍କର ଯୁଦ୍ଧ ହେଲା। ମହିଷାସୁର ନିଜର ଅନେକ ରୂପ ବଦଳାଇ ମା ଦୁର୍ଗାଙ୍କୁ ପରାସ୍ତ କରିବାକୁ ଚେଷ୍ଟା କଲା। ଶେଷରେ ମା ଦୁର୍ଗା ତାଙ୍କୁ ପରାସ୍ତ କରି ଦେବତା ଆଉ ମଣିଷମାନଙ୍କୁ ଅତ୍ୟାଚାରରୁ ମୁକ୍ତି କଲେ। ସମସ୍ତେ ମାଙ୍କୁ ଭକ୍ତିର ସହିତ ପ୍ରଣାମ କଲେ। ତେଣୁ କଥାରେ ଅଛି ପରା, ଅହଙ୍କାର ଆଉ ଅନ୍ୟାୟ ଯେତେ ଶକ୍ତିଶାଳୀ ହେଉ, ଶେଷରେ ସତ୍ୟ ଆଉ ଧର୍ମର ହିଁ ବିଜୟ ହୁଏ।